जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आम आस्ट्रोलोजी सेशन को आगू बढ़ेबा आस्ट्रोलोजी सेशन क्रम आम जानिबा जे नक्षत्र को बेस करिकी किभଳି भाବରେ प्रेडिक्शन करा जाए से विषय गोटे छोट आइडिया मु आपण मानक देबी जहाँकि आपणकर गोटे बहुत बड़ डाउट को क्लियर करियो। आपण माने समझे जानिछंती ମୁଁ ଯେତେବେଳେ ନକ୍ଷତ୍ରର ସେସନ ନେଇଥିଲି ସେ ସେସନରେ ମୁଁ ଗୋଟେ କଥା ଭଲ ଭାବରେ କହିଥିଲି ଯେ ନକ୍ଷତ୍ର ଯଦି ଏଗା ଭାବଟା ଯଦି ଗୋଟେ ରୋଡ ହୁଏ ଆମର କୁଣ୍ଡଳୀରେ ଭାବ ଅଛି ଭାବ ଯଦି ଗୋଟେ ରୋଡ ହୁଏ ଯିଏ କି ଜୀବନର ପଥ ପ୍ରଦର୍ଶିତ କରେଇବ କରେଇ ଚାଲିବ ତାହେଲେ ସେଥିରେ ବସିଥିବା ଗ୍ରହ ବା ତାର ଅଧିପତି ହଉଛି ସେ ରୋଡରେ ଗାଡି ସଦୃଶ ଏବଂ ସେ ଗାଡିର ପେଟ୍ରୋଲ ହଉଛି ନକ୍ଷତ୍ର। ଏଇ ଜିନିଷଟା ଆପଣ ମାନେ କ୍ଲିୟର ହେଇଯାଆନ୍ତି। ତେଣୁ ମୁଁ ଆଜି ଗୋଟେ ଛୋଟ ଜିନିଷଟା ଆପଣ ମାନଙ୍କ ସହିତ ସେୟାର କରିବି ଯୋଉଟା କି ମୁଁ ବେସିକାଲି ବହୁତ ମାତ୍ରାରେ ୟୁଜ କରେ। ମୁଁ ଆପଣ ମାନଙ୍କର ଆପଣ ମାନେ ଆପଣ ମାନଙ୍କର ଯୋଉ ଲଗ୍ନ କୁଣ୍ଡଳୀ ତାକୁ ମନେ ରଖନ୍ତୁ ବା ଯଦି ଆପଣ ମାନଙ୍କର ଅଛି ସେଟାକୁ ମନେ ରଖନ୍ତୁ ଏବଂ ନିଜ ଉପରେ ପ୍ରୟୋଗ କରିବାକୁ ଚେଷ୍ଟା କରନ୍ତୁ। ଆପଣ ମାନେ ବୁଝିପାରିବେ ଯେ ମୁଁ କଣ ଏଥିରୁ ବୁଝିବାକୁ ଚାହେଁ। ଏଇ ଟପିକ ରେ ଆମେ ଏଇଟା ଜାଣିବା ଯେ ନକ୍ଷତ୍ରରୁ ଫଳାଦେଶ। ଏଇ ଟପିକ ର ନାଁ ରହିବ ନକ୍ଷତ୍ରରୁ ଫଳାଦେଶ। ସର୍ବପ୍ରଥମେ ଆମେ ଆଜି ଯୋଉ ନକ୍ଷତ୍ର ଫଳାଦେଶ କରିବା ଆମେ ଦ୍ଵିତୀୟ ଭାବରେ କରିବା। ଦ୍ଵିତୀୟ ଭାବରେ କାହିଁ କରିବା ନା ସଂସାରରେ ବଞ୍ଚିବା ପାଇଁ ଆଜିକା ଯୁଗରେ କିଛି ଦରକାର ଗୋଟେ ଧନ ଦରକାର। ମୁଁ କହୁନି ଏଇ ଯେ ଗୋଟିଏ ହିଁ ପ୍ରେଡିକ୍ସନ ଟେକ୍ନିକ ଉପରେ ହିଁ ସବୁ କିଛି ନିର୍ଭର କରେ କିନ୍ତୁ ମୋଷ୍ଟଲି ନିର୍ଭର କରେ। ଆଷ୍ଟ୍ରୋଲୋଜିରେ କୁହାଯାଇ ପାରିବନି ଯେ ଏଇଟା ହିଁ ଠିକ। ଯଦି ସେମିତି ହଉଥାନ୍ତା ସମସ୍ତଙ୍କର ଇଣ୍ଟରପ୍ରିଟେସନ ସମାନ ଆସିଥାନ୍ତା। ସମସ୍ତଙ୍କ ଇଣ୍ଟରପ୍ରିଟେସନ ଡିଫରେଣ୍ଟ ଆସେ କାରଣ ସେଟା ଡିପେଣ୍ଡ କରେ ସେ କୋଉ ଭଳି ଭାବରେ ପଢିଛନ୍ତି କୋଉ ଭଳି ଭାବରେ ସେଟାକୁ ଇଣ୍ଟରପ୍ରିଟ କରିଛନ୍ତି। କିନ୍ତୁ ଆକ୍ଚୁଆଲି କଥାଟା ହେଲା ବାସ୍ତବତାଟାରେ ଯାହା ଗୋଟେ ଲୋକ ସହିତ ଘଟୁଛି ତାଠୁ ଗୋଟେ ସତ୍ୟ କିଛି ନାହିଁ। ଆଉ ସେ ସତ୍ୟ ସହିତ ଆପଣ ଫାଷ୍ଟ ଇନଷ୍ଟାନ୍ସ ରେ ନକ୍ଷତ୍ର ହିଁ ଉପଯୋଗ ହେଲ୍ପ କରିଦବ। କେମିତି କରିବ ଚାଲନ୍ତୁ ସେଇଟା ଦେଖିବା। ତ ଚାଲନ୍ତୁ ଆମେ ଜାଣିବା ଯେ କଣ ହଉଛି କଣ ହଉନି କେମିତି କଣ କରାଯାଉଛି। ଏଇ ଯୋଉଟା ବହୁତ ଇଣ୍ଟରେଷ୍ଟିଂ ରହିବ କାହିଁକି ନା ଆମର ଟପିକ ନା ରହିଲା ନକ୍ଷତ୍ର ରୁ ଫଳାଦେଶ। ଆମେ କେବଳ ଧନ ଭାବ ଦ୍ଵିତୀୟ ଭାବର ଫଳାଦେଶ କରିବାକୁ ଯାଉଛୁ। ଅନ୍ୟ କୌଣସି ଭାବ ବିଷୟରେ ଏଠି ଆମେ ଆଲୋଚନା କରୁନାହେଁ। ବର୍ତ୍ତମାନ ଏଇଟା ଧରନ୍ତୁ ମେଷ ଲଗ୍ନର କୁଣ୍ଡଳୀ ହେଲା ଏଇଟା ହେଲା ଲଗ୍ନ। ଠିକ ଅଛି। ଏ ଘରଟାକୁ ରୁଲ କରନ୍ତି କିଏ ଶୁକ୍ର ମହାରାଜ। ଧର କାହାର ଶୁକ୍ର ମହାରାଜ ଏଇଠି ବସିଗଲେ ତାହେଲେ ମେଷ ଲଗ୍ନରେ ଶୁକ୍ର ମହାରାଜ ଯେତେବେଳେ ଦ୍ଵିତୀୟ ଘରେ ବସିଗଲେ ଏମିତି ତ ହଜାରେ କୁଣ୍ଡଳୀ ଥିବ। ହଜାର ଲୋକଙ୍କର ଇନକମ ଟା ସମାନ ହବା ଦରକାର ଏଟା ହଉନି କାହିଁକି। ଏଇଟା ଆପଣ ମାନେ ଭାବିବା ଦରକାର ଏମିତି ଯଦି ଭାବିକି ଆପଣ ରିସର୍ଚ୍ଚ ଉପରେ ଯାଆନ୍ତି ତାହେଲେ ଆପଣଙ୍କୁ ଇଏ ହେଲ୍ପ କରିବ। ତ ଆମକୁ ସର୍ବପ୍ରଥମେ ଦି ତିନିଟା ଜିନିଷ ଉପରେ ପ୍ରଥମ ସର୍ବପ୍ରଥମେ ଜାଣିବା ଉଚିତ ଯେ କଣ ହେଇଛି ମାନେ କାହିଁକି ଏଇ ଯୋଉ ଜିନିଷ ଟାକୁ ମୁଁ କହୁଛି ଏଇଟା ଏତେ ଇମ୍ପୋର୍ଟାନ୍ସ ଦେଇକି କାହିଁକି କହୁଛି। ଦ୍ଵିତୀୟ ଘରେ ମାନେ ବୃଷ ରାଶିରେ କୋଉ କୋଉ ନକ୍ଷତ୍ର ମାନେ ଆସନ୍ତି ନା କୃତ୍ତିକା ଆସେ ରୋହିଣୀ ଆସେ
ମୃଗଶିରା ରାଶି। ଠିକ ଅଛି। ଯଦି କାହାର ଦ୍ୱିତୀୟ ହାଉସ ରେ କୃତ୍ତିକାରେ ଶୁକ୍ର ମହାରାଜ ବସିଥାନ୍ତି, ରୋହିଣୀରେ ଶୁକ୍ର ମହାରାଜ ବସିଥାନ୍ତି, ମୃଗଶିରାରେ ଶୁକ୍ର ମହାରାଜ ବସିଥାନ୍ତି, ତାହେଲେ ତାଙ୍କର ଧନ ଇନକମ କରିବାର ପଦ୍ଧତି ଟା କେମିତି ହବା ଦରକାର? କୃତ୍ତିକା ନକ୍ଷତ୍ରରେ ଯଦି ଶୁକ୍ର ମହାରାଜ ବସିଥାନ୍ତି, କୃତ୍ତିକା ନକ୍ଷତ୍ରକୁ ରୁଲ କରନ୍ତି ସନ୍, ସୂର୍ଯ୍ୟ। ତେଣୁ ଚାହେ ଆମେ କଣ କହିପାରିବା, ଆକୁଣ୍ଡଳୀରେ କୋଉ ଯୋଗ ନେଇକି ଆସିଛି, ନା ଇଏ ଗଭର୍ଣମେଣ୍ଟ ଚାକିରି କରିପାରିବ। ଯେହେତୁ ସୂର୍ଯ୍ୟ ପିତାଙ୍କର କାରକ, ତେଣୁ ପିତୃଙ୍କଠୁ ସେ ଧନ ଅର୍ଜନ କରିପାରିବ, ନେମ ଫେମ ବି ପାଇବ। ଯେହେତୁ ମେଷ ଲଗ୍ନର କୁଣ୍ଡଳୀରେ ସୂର୍ଯ୍ୟ ହଉଛନ୍ତି ପଞ୍ଚମ ଭାବର କାରକ, ସିଏ ଯେତିକିଟା ଆଫାୟାର କରିବ, ଆଫାୟାର ମାନେ ଆପଣ ବୁଝିପାରୁଥିବେ, ପଞ୍ଚମ ଭାବରୁ ଆଫାୟାର ବି ଦେଖାଯାଏ, ସେତିକିରେ ବି ସେ ପଇସା ଇନକମ କରିପାରିବ। କେବଳ ଆଫାୟାର ମାନେ ଆପଣ ଭାବିବେନି ଯେ ଝିଅ ପୁଅଙ୍କ ଆଫାୟାର, ଏଇ ଆଫାୟାର ମାନେ କୌଣସି ବି ଯେକୌଣସି ଜିନିଷ ସେ ଷ୍ଟାର୍ଟ କରିବ, କିଛି ଗୋଟେ ନୂଆ ଜିନିଷ ଷ୍ଟାର୍ଟ କରିବ ନ୍ୟୁ କ୍ରିଏସନ ପାଇଁ, କାରଣ ପଞ୍ଚମ ଭାବରୁ ଦେଖାଯାଏ ନ୍ୟୁ କ୍ରିଏସନ। ତେଣୁ ଯେକୌଣସି ନ୍ୟୁ ଆଫାୟାର କରିବ, ସେଥିରୁ ସେ ଇନକମ କରିପାରିବ। ପଞ୍ଚମ ଭାବ ଯେହେତୁ ସୂର୍ଯ୍ୟର ନିଜ ଘର, ତେଣୁ ସିଏ କଣ କରିପାରିବ, ନା ସିଏ ନିଜ ପୁତ୍ର ସନ୍ତାନଠୁ ବି, ମାନେ ତା ପୁତ୍ର ସନ୍ତାନ ବି ଭଲ ଚାକିରି କରିପାରେ। ଏଇଟା ଟୋଟାଲ କୁଣ୍ଡଲି ଦେଖିଲେ ଜଣା ପଡିବ, ମୁଁ ଗୋଟେ ପ୍ରେଡିକ୍ସନ ଟେକ୍ନିକ କହୁଛି। ଏବେ ସେଇଠି ଶୁକ୍ର ମହାରାଜ ରୋହିଣୀ ନକ୍ଷତ୍ର ବସିଗଲେ, ତାହେଲେ ରୋହିଣୀ ନକ୍ଷତ୍ର କାହାର, ନା ଚନ୍ଦ୍ର ମହାରାଜଙ୍କର। ଚନ୍ଦ୍ର ମହାରାଜ ଏଇ କୁଣ୍ଡଳୀରେ ଫୋର୍ଥ ହାଉସ କୁ ରୁଲ କରନ୍ତି, 4 ନମ୍ବର ଘରକୁ, ଏଇଟା ଚନ୍ଦ୍ରଙ୍କ ଘର। ତାହେଲେ କଣ ହବ, ନା ଇଏ ନର୍ଚରିଂ ବା ପୋଷଣରୁ, ମାନେ ଖାଇବା ପିଇବାର ବିଜନେସ କରିକି ଇନକମ କରିପାରିବ। ଚନ୍ଦ୍ର ବିଜନେସ ର ବି କାରକ, ତେଣୁ କୌଣସି ବିଜନେସ କରିକି ବି ଧନ ଇନକମ କରିପାରିବ। ଠିକ ଅଛି। ଚନ୍ଦ୍ର ହଉଛନ୍ତି ୱାଟର ର କାରକ, ଫ୍ରୁଟ ଯେତିକ ଫଳ ହେଲା ତାର କାରକ, ଯେତିକ ବନସ୍ପତି ହେଲା ତାର କାରକ। ଠିକ ଅଛି। ତ ସେଇ ସବୁ ଜିନିଷ ରିଲେଟେଡ ସେ ବିଜନେସ କରିପାରିବ। ମୃଗଶିରା ନକ୍ଷତ୍ରରେ ଯଦି ରହିଲେ ଶୁକ୍ର, ତାହେଲେ କଣ ହବ, ନା ମଙ୍ଗଳ ମହାରାଜଙ୍କର, ମହାରାଜଙ୍କର ଆମର ଯୋଉ କାରକ ତତ୍ଵ ବା ତାଙ୍କର ଯୋଉ ସ୍ଥିର କାରକ ତତ୍ଵ ଅଛି, କୁ ୟୁଜ କରିକି ସିଏ ଧନ ଇନକମ କରିପାରିବ। ବେସିକାଲି ମୁଁ କହିବା କଥା ହେଲା, ଶୁକ୍ର ଏଇ କୁଣ୍ଡଳୀରେ, ମେଷ ଲଗ୍ନର କୁଣ୍ଡଳୀରେ ଧନ ଭାବକୁ ରୁଲ କରୁଥିବାରୁ, ଏବଂ ଧନ ଭାବକୁ ରୁଲ କରୁଥିଲେ କୋଉ ନକ୍ଷତ୍ର ବସୁଛନ୍ତି, ସେ ନକ୍ଷତ୍ର ର କାରକ ତତ୍ଵକୁ ନେଇକି ସେ ଧନ ଇନକମ କରିପାରିବ। ଠିକ ଅଛି। ତାକୁ ଇଜି ହବ। ଯଦି ଶୁକ୍ର ଉପରେ ଅନ୍ୟ ଖରାପ ପ୍ଲାନେଟ ଘରିକାଙ୍କର ପ୍ରଭାବ ଅଛି କୁଣ୍ଡଳୀରେ, ରାହୁ କେତୁଙ୍କ ଦ୍ୱାରା ଇନଫ୍ଲିକ୍ଟ ହେଇଗଲେ ଶୁକ୍ର, ତାହେଲେ ତାଙ୍କୁ ଟିକେ ପ୍ରୋବ୍ଲେମ ହବ। ପ୍ରୋବ୍ଲେମ ହବନି, ସେ ଜାଣିବ ଯେ କୋଉ ଭଳି ଭାବରେ ରାହୁର କାରକ ତାକୁ ୟୁଜ କରାହବ ଶୁକ୍ରଙ୍କ ସହିତ। ଠିକ ଅଛି। ତ ମୁଁ କହି ରଖେ ଯେ ଶୁକ୍ରଙ୍କର ନା ରବିଙ୍କ ସହିତ ମୈତ୍ରୀ ଅଛି, ନା ଚନ୍ଦ୍ରଙ୍କ ସହିତ ମୈତ୍ରୀ ଅଛି, ନା ମୃଗଶିରା ମଙ୍ଗଳଙ୍କ ସହିତ ମୈତ୍ରୀ ଅଛି। ପରେ ତିନିଟା ଜିନିଷ କାହାର କୋଉ ଇଏ ସହିତ ମୈତ୍ରୀ ନାହିଁ। ଏ ଯୋଉ ଦ୍ଵିତୀୟ ହାଉସ ରେ ଶୁକ୍ର ମହାରାଜ ବସିଲେ, ଯୋଉ ତିନିଟା ନକ୍ଷତ୍ର ବୃଷ ରାଶିରେ ଭୋଗ ହଉଛି, ଏ ତିନିଟା ନକ୍ଷତ୍ରଙ୍କର ସହିତ କୌଣସି ମାତ୍ରାରେ ଶୁକ୍ର ମହାରାଜଙ୍କର କୌଣସି ରିଲେସନ ନାହିଁ। ମାନେ ଭଲ ରିଲେସନ। ଠିକ ଅଛି। ତେଣୁ ଯଦି ଶୁକ୍ର ମହାରାଜ ଦ୍ଵିତୀୟ ହାଉସ ରେ ବସିଛନ୍ତି, ୟା ଏ ଲୋକକୁ ଯୋଉ ଇଜିଲି ଧନ ଇନକମ କରିବା କଥାଟା, ସେଇଟା ହେବ ନାହିଁ। ଯୋଉଠୁ ସମସ୍ତେ, ବହୁତ ଲୋକ ଆସି କହିବେ ଶୁକ୍ର ତାଙ୍କ ନିଜ ଘରେ ବସୁନି, ସେ କଣ ତା ନିଜ ଘରଟାକୁ ଖରାପ କରିଦେବେ। ମୁଁ ସେଇଟା କହୁନି।
ମୁଁ କହୁଛି ଗୋଟେ ଲୋକ ଧନ ଧନ ଇନକମ କରିବା ପାଇଁ କିଛି ମେହନତ କରିକି ବହୁତ କିଛି ଇନକମ କରିଦଉଛି। ଆଉ କିଛି କିଛି ଲୋକ ଥାଆନ୍ତି ବହୁତ ମେହନତ କଲା ପରେ ବି ତାଙ୍କର ପରିଶ୍ରମ ଅନୁଯାୟୀ ଫଳ ମିଳେ ନାହିଁ। ଏଇଟା ଆପଣ ଗ୍ରହ କେଉଁ ନକ୍ଷତ୍ରରେ ବସିଛି ସେଟାକୁ ଦେଖିବେ, ଆଉ ସେ ନକ୍ଷତ୍ରର ସ୍ଵାମୀ କିଏ ତାକୁ ଦେଖିବେ। ସେ ନକ୍ଷତ୍ରର ସ୍ଵାମୀ ସେ କୁଣ୍ଡଳୀର କେଉଁ ଭାବକୁ ରୁଲ କରୁଛି ସେଟାକୁ ଦେଖିବେ। ଏ ତିନିଟା ଜିନିଷ ଦେଖି ସାରିଲେ ଆପଣଙ୍କୁ ଇଜି ରହିବ ଜାଣିବା ପାଇଁ କି ଯେ ଆପଣଙ୍କର ଧନ କୋଉ ଭାବରୁ ଆସିବ। କିପରି ଭାବରେ ଆପଣ ମେହନତ କରିବେ। ପୁଣି ଏ ଫଳାଦେଶ ଟା ଚେଞ୍ଜ ହେଇଯିବ ଯଦି ଏଠି ରାହୁ ବସିଥାନ୍ତି। ରାହୁ ମହାରାଜ ବସିଗଲେ, ଯଦି ରବି ମହାରାଜ ବସିଗଲେ, ଯଦି ବୁଧ ମହାରାଜ ବସିଗଲେ, କି କିଏ ମାନେ ତାଙ୍କୁ କୋଉ ଗ୍ରହ ଦୃଷ୍ଟି ଦଉଛି ସେଇଟା ବି ଫଳାଦେଶରେ ଚେଞ୍ଜେସ୍ କରିବ। ମୁଁ ଗୋଟେ ଆପଣଙ୍କୁ ଗୋଟେ ବ୍ରିଫ ଡେସ୍କ୍ରିପସନ ଦେଲି କି ଏଇଟା ଗୋଟେ ଆପଣ ଅନ୍ ଦ ଫାଷ୍ଟ ଷ୍ଟେଜ ଦେଖୁ ଦେଖୁ କିଭଳି ଭାବରେ ଆପଣ ଇଣ୍ଟରପ୍ରିଟ କରିବେ। ତ ଆଜିର ସେସନ ପାଇଁ ଏତିକି। ଆମେ ଆଜି ଜାଣିଲେ ଯେ ନକ୍ଷତ୍ରରୁ ଫଳାଦେଶ କିଭଳି ଭାବରେ କରିବାର ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।